Question number 11. Who is said to become the world's third richest person, surpassing Mark Zuckerberg after his net worth swelled by more than $15 billion in extended trading on November 2020? ନଭେମ୍ବର 2020ରେ ବିସ୍ତାରିତ କାରବାରରେ $15 ବିଲିୟନ ଅଧିକ ସମ୍ପତ୍ତି ଅର୍ଜିତ କରିବା ପରେ ମାର୍କ ଜୁକରବର୍ଗଙ୍କୁ ପଛେଇବା ପରେ ନିମ୍ନଲିଖିତମାନଙ୍କ ମଧ୍ୟରୁ କିଏ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହେବାକୁ ଯାଉଛନ୍ତି? এই কোশ্চেনର କରେକ୍ଟ ଆନ୍ସର ହେଉଛି ଏଲୋନ୍ ମସ୍କ, ମାନେ ଅପସନ୍ 3 ହେଉଛି କରେକ୍ଟ ଆନ୍ସର। ବିସ୍ତାରିତ କାରବାରରେ $15 ବିଲିୟନ ଅଧିକ ସମ୍ପତ୍ତି ଅର୍ଜିତ କରିବା ପରେ ମାର୍କ ଜୁକରବର୍ଗଙ୍କୁ ପଛେଇବା ପରେ ଏଲୋନ୍ ମସ୍କ ଦୁନିଆର ତୃତୀୟ ସବୁଠୁ ଧନୀ ବ୍ୟକ୍ତି ହେବାକୁ ଯାଉଛନ୍ତି। 2020ରେ ତାଙ୍କର ସମ୍ପତ୍ତି $90 ଅରବ ହୋଇଯାଇଅଛି, ଯିଏକି ଦୁନିଆର 500 ସବୁଠୁ ଧନୀ ଲୋକମାନଙ୍କ ରାଙ୍କିଙ୍ଗରେ ସବୁଠୁ ବଡ଼ ଲାଭ ଅଟେ। ତାଙ୍କର ଫର୍ମ ଟେସ୍ଲା 21 ଡିସେମ୍ବର 2020ରେ S&P ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ 500ରେ ବି ପ୍ରବେଶ କରିବ ଏବଂ ଏହା ଯେଉଁ ଗ୍ରୁପ୍ ରହିଛି ଗ୍ରୁପ୍ ଇତିହାସରେ ସବୁଠୁ ବଡ଼ ନୂଆ ପ୍ରବେଶ ହେବ।